ఐదు కష్టాలు ସାଙ୍ଗମାନେ ସୁବଳବଦନ ଯାଉଛି ଗାଧେଇ ଜାନୁଆରୀ 26 ସକାଳ ଗାଧେଇ ପଡିଛି ଜାନୁଆରୀ 26 କଣ ପାଇଁ ହୁଏ କହୁଥିବା ଟିକେ ଦର୍ଶକ ଜାନୁଆରୀ 26 ହୁଏ କାହିଁକି ନା ବିସ୍କୁଟ କଣ ଗାନ୍ଧିଜୀ କହିଥିଲେ ବିସ୍କୁଟ ପୁରୀ ଖାଅ ଆଉ ବିସ୍କୁଟ ଖାଅ ଗାଁ ଆଶା କରୁଛି ବିସ୍କୁଟ ପୁରୀ ଜଲ୍ଦି ଜଲ୍ଦି ଦିଅ ବିସ୍କୁଟ ପୁରୀ ଖାଅ ସାଙ୍ଗମାନେ ବୋଲେ ସୁବଳ ପ୍ରଧାନ ଘରକୁ ପଳେଇ ଦେଖିଲା ବେଳକୁ ସୁବଳ ପ୍ରଧାନରେ ବସିକି ମୋବାଇଲ ଦେଖୁଛନ୍ତି ଗାଧେଇକି ସାଙ୍ଗମାନେ ଦେଖିବା କେତେ ଶୀତ ହଉଛି କିନ୍ତୁ ସୁବଳ ପ୍ରଧାନ ଏତେ ଶୀତରେ ବି ବିସ୍କୁଟ ଚକଲେଟ ଖାଇବା ବୋଲି ଜାନୁଆରୀ 26ରେ ଯାଉଛନ୍ତି ବିସ୍କୁଟ ଚକଲେଟ ଖାଇବା ବୋଲି ଯାଉଛନ୍ତି ଗାଧେଇ ଯାଉଛନ୍ତି ଦେଖନ୍ତୁ ସୁବଳ ପ୍ରଧାନ ମାଣ୍ଡିଆ ଧରିକି ପଳେଇଛି କେଟରେ ମାଣ୍ଡିଆ ଏଇଥିରେ ଗାଧେଇବ ଏତେ ଶୀତ ଲାଗୁଛି ସୁବଳ ପ୍ରଧାନ ଏଇ ପାଣିରେ ଗାଧେଇବେ ସୁବଳ ପ୍ରଧାନ 10 ବର୍ଷ ହେଲାଣି ସ୍କୁଲ ଯାଇକି ଦିନେ ନାଇଁ କାଳେ ନା ଦେଖ ନୂଆ ଡ୍ରେସଟାକୁ ହେଲେ ରଖିଥିଲି ଏଇଟା ଆଜି ପିନ୍ଧିବା ଡ୍ରେସଟାକୁ ଦେଖନ୍ତୁ ଆଜି ଜାନୁଆରୀ 26 ବୁନ୍ଦିଆ ଲଡୁ ଖାଇବା ପାରିବେ ଡ୍ରେସ ପିନ୍ଧିକି ଆଜି ନୂଆ ଡ୍ରେସ ପିନ୍ଧି ଯାଉଛନ୍ତି ଦେଖନ୍ତୁ ଜାନୁଆରୀ 26 ବିସ୍କୁଟ ଚକଲେଟ ଖାଇବା ପାଇଁ ଦେଖନ୍ତୁ ସକାଳୁ ସକାଳୁ ବାହାରି ପଡିଛନ୍ତି ଦେଖନ୍ତୁ ଖାଇବେ ବୋଲି ବିସ୍କୁଟ ଚକଲେଟ ଚାଲ ସାଙ୍ଗ ସୁବଳ ପ୍ରଧାନକୁ ପଚାରିବା ଜାନୁଆରୀ 26 କଣ ପାଇଁ ହୁଏ ସୁବଳ ପ୍ରଧାନ ଆପଣ ଟିକେ କହିପାରିବେ ଜାନୁଆରୀ 26ଟା କଣ ପାଇଁ ହୁଏ ବିସ୍କୁଟ ପୁରୀ ଖାଇବା ପାଇଁ ଜାନୁଆରୀ 26 କେମିତି ହଉଥିଲା କଣ ପାଇଁ ହେଇଥିଲା ଜାନୁଆରୀ 26 ପାଳନ କରାଯାଇଥିଲା କଣ ପାଇଁ ଜାନୁଆରୀ 26 ବିସ୍କୁଟ ପୁରୀ ଖାଇବାକୁ ପାଳନ ସୁବଳ ପ୍ରଧାନ ଘର ହେଇଛି ଦେଖନ୍ତୁ ସୁବଳ ପ୍ରଧାନରେ ଗୋଟେ ଭାଷଣଟା ଦେବାକୁ ଯାଉଛନ୍ତି ଜାନୁଆରୀ 26 ଉପଲକ୍ଷେ କେମିତି ହେଇଛି କହିବ ଆମରି ଭାରତରେ ଗାନ୍ଧିଜୀ ରହିଥିଲେ ଜୀବନର ଦୀପକାରେ ରଖିଥିଲେ ସିଏ ଯାଇଥିଲେ ଅନେକ ଭୂମିରେ ଇଂରାଜୀ ମାନଙ୍କୁ ମାରିବା ପାଇଁରେ କିନ୍ତୁ ତାଙ୍କର ବଳକାର ହେଇଗଲେ ସେଇ ସାଙ୍ଗମାନେ ଦେଖନ୍ତୁ ସୁବଳ ପ୍ରଧାନ ଘରୁ ଆମ ଘରକୁ ପଳେଇ ଆସିଲି ଦେଖନ୍ତୁ ନା ଚାହା ଧରିକି ଯାଉଛି ଆମ ଘରେ ଜଣେ କଟକୁ ଚାହା ପିଇବେ ଚାହା ରଖିଦେଲି ଏଇଟା ଦେଖନ୍ତୁ ଚାହା ରଖିଦେଇଛି ଏଇଟା ଦେଖ